ଘଟଣା ତ ସେମାନେ ଯାଇଥିଲେ ଖାଇବାକୁ, ଭୋଜି ଖାଇବାକୁ ଯାଇଥିଲେ। ଏ ସମୟରେ ସେ ଫେରିଛନ୍ତି, ଫେରିବା ପ୍ରାୟ ଗୋଟେ 50-55 ଭିତରେ ମୁଁ ବସି ଖାଉଥାଏ। ସେ ଜୋର ଚିତ୍କାର କଲେ। ହଠାତ୍ ମୁଁ ଅଧା ଖିଆ ଧାଇଁକି ଆସିଲି। ଆସି ଦେଖିଲା ବେଳକୁ ମୋ ଘର ସବୁ ଚୋରି ହେଇଗଲା। ଏଇଆ ତ ଚୋରି କରି କଣ ହେଇଛି ସେମାନେ କହିବେ। ଏଇ ତ ଆମେ 1:35-40 ସୁଦ୍ଧା ଗଲେ। 35 ସେଇ ବା 1ଟା ପରେ ଆମେ ଯାଇଛୁ ଭାରି। ଆଉ ଚାବି ଦେଇକି ଗଲେ, ଆସିକି ଦେଖିଲା ବେଳକୁ 2:10-15 ସୁଦ୍ଧା ଆସିଲେ। ଆସିକି ତ ଦେଖିଲା ବେଳକୁ ମେନ୍ ଗେଟ୍ର ତାଲା ନାହିଁ, ତାଲା ବି ନାହିଁ। ଆଉ ଏଠି ଦେଖିଲା ଆଉ ଯାହା ହେଇଛି ଏଇ ନିମନ୍ତ୍ରଣ ଖାଇବାକୁ ଯାଇଥିଲେ। ମା ପୁଅ ଯାଇଥିଲୁ, ଆଉ ତା ବାପା ଦୋକାନରେ ଥିଲେ, ସେଇ ବାଟେ ସିଏ ଗଲେ। ଏଇ ଝିଅର ବାହାଘର ପାଇଁ ଗଣା ଥିଲା, ସବୁ ନେଇଛନ୍ତି। ଆଉ ଟଙ୍କା 10,000-12,000 କିଏ ଥିଲା। ସୁନା, କାନଫୁଲ, ଚେନ, ଝିଅର ବାହାଘର ପାଇଁ ସବୁ ସଜ ଆଉ ହେଇଥିଲା। ଜଇର କରିଦେଇଥିଲେ। ହଁ, ସେତେବେଳେ ଟିକେ ହେଇଥିଲା, ତଥାପି 10-12 ଲକ୍ଷ ଖଣ୍ଡେ ଟଙ୍କା ହବ। ଅଛନ୍ତି, ହଁ, ସିଏ ନାହାନ୍ତି, ରୁହନ୍ତି। ହଁ, ସିଏ ରୁହନ୍ତି। ହଁ, ହଁ, କଣ ହଁ, ହଁ, ଜଣେଇଲେଣି। ଆସିକି ସବୁ ଦେଖିକି ଗଲେଣି, ଇନକ୍ୱାରି କରିକି। ଆସିଥିଲେ ପୋଲିସ ଗାଡି ସବୁ ଆସିଥିଲେ, ଇନକ୍ୱାରି କରିକି ଗଲେଣି।